ପୁଣି ମିଳିବ କାଳିଆ ଟଙ୍କା। ଯଦି ଆପଣ କାଳିଆର ଜଣେ ହିତାଧିକାରୀ ତାହେଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଆଉ ଆମ ଚ୍ୟାନେଲରେ ଯଦି ଆପଣ ନୂଆ ହେଇଥିବେ ତାହେଲେ ଭିଡ଼ିଓଟିକୁ ଲାଇକ୍ ଓ ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ। ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। ଚାଲନ୍ତୁ ଷ୍ଟାର୍ଟ କରିବା। ହଁ ଆଜ୍ଞା, ମିଳିବ ଆପଣମାନଙ୍କୁ କାଳିଆ ଟଙ୍କା। ଆପଣ ଭାବୁଥିଲେ ବର୍ତ୍ତମାନ ବିଜେପି ସରକାର ଗଠନ କଲା, ସେଥିପାଇଁ କାଳିଆ ଯୋଜନା ବନ୍ଦ ହେଇଯିବ। ସେମିତି କିଛି ନାହିଁ, କାଳିଆ ଯୋଜନା ମିଳିବ। ସେଥିପାଇଁ ମୋହନ ଚରଣ ମାଝୀ ନିଜେ ନିଷ୍ପତ୍ତି ନେଇସାରିଛନ୍ତି। ଆଉ ଆପଣ ଯଦି କାଳିଆ ଯୋଜନାର ପୁରା ବେନିଫିଟ୍ ପାଇବାକୁ ଚାହୁଁଛନ୍ତି ତାହେଲେ ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ ପୁରା ଲିଙ୍କ କରନ୍ତୁ। ପରବର୍ତ୍ତୀ ଯଦି କାଳିଆ ରାଶି ଆପଣ ପାଇବାକୁ ଚାହୁଁଛନ୍ତି, ଆଉ ଯେଉଁମାନେ ଭୂମିହୀନ ସେମାନଙ୍କୁ ମିଳିବନି କାଳିଆ ଟଙ୍କା। ଆଉ ଆପଣ ଯଦି କାଳିଆ ଯୋଜନାର ପୁରା ବେନିଫିଟ୍ ପାଇବାକୁ ଚାହୁଁଛନ୍ତି ତାହେଲେ କାଳିଆ ସାଇଟ୍କୁ ଯାଇକି କମ୍ପ୍ଲିଟ୍ ୟର୍ KYC କରନ୍ତୁ। ଆପଣ ସେଠି ଆଧାର ନମ୍ବର ଦେଇକି ଆପଣଙ୍କ ମୋବାଇଲ୍ ନମ୍ବରକୁ ଗୋଟେ OTP ଯିବ, OTP ଦେଇକି ଆପଣ KYC କରନ୍ତୁ। ତାହେଲେ ଆପଣଙ୍କର କାଳିଆର ପୁରା ବେନିଫିଟ୍ ପାଇପାରିବେ। ଆଉ ଗୋଟେ ବଡ଼ ଆପଡ଼େଟ୍, ଯେଉଁମାନଙ୍କର କାଳିଆ ଯୋଜନାରେ 25,000 ଟଙ୍କା ପୂରଣ ହୋଇସାରିଛି ସେମାନଙ୍କୁ ମିଳିବ ନାହିଁ କାଳିଆ ଟଙ୍କା। ଆଉ ଯେଉଁମାନଙ୍କର ଅଧା ଅଛି 25,000 ପର୍ଯ୍ୟନ୍ତ ପହଞ୍ଚିନି ସେମାନଙ୍କୁ ଆକାଉଣ୍ଟକୁ ଯିବ କାଳିଆ ପଇସା। କାଳିଆ ଯୋଜନା ଆପଣମାନେ ତ ଜାଣିଛନ୍ତି। କାଳିଆ ଯୋଜନା 2019ର ନବୀନ ସରକାର ଯେତେବେଳେ ବିଜେଡ଼ି ସରକାର ଥିଲା ସେତେବେଳେ କାଳିଆ ଯୋଜନା ଆରମ୍ଭ କରିଥିଲା। ଏଇଥିରେ ଭୂମିହୀନମାନେ 12,500 ଟଙ୍କା ପାଇଥିଲେ ଏବଂ ଚାଷୀମାନଙ୍କୁ 25,000 ଟଙ୍କା ଲେଖା ଦିଆଯିବ ବୋଲି ଏକ ଘୋଷଣାପତ୍ର ଦାଖଲ କରିଥିଲେ। ତାପରେ ଇଲେକ୍ସନ୍ ଲାଗି ଭୂମିହୀନମାନଙ୍କୁ 2,000 ଟଙ୍କା ଲେଖା ଦେଇଥିଲେ। ସେହି ଭିତରେ ବି ଚାଷୀ ଭାଇମାନେ ବି ତାଙ୍କର ଆକାଉଣ୍ଟରେ ବି ପଇସା ଲାଗିଥିଲା। ଦର୍ଶକ ବନ୍ଧୁ, କାଳିଆର ଯେଉଁ ନେକ୍ସଟ ଆପଣଙ୍କ ସହାୟତା ରାଶି ସେ ଜୁଲାଇ ମାସ ଭିତରେ ମିଳିବାକୁ ଯାଉଛି। ଏହା ଥିଲା ଏକ ବଡ଼ ଆପଡ଼େଟ୍। ଯଦି ଆପଣମାନଙ୍କୁ ଭିଡ଼ିଓଟିକୁ ଭଲ ଲାଗିଛି ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ, ଜୟ ଓଡ଼ିଶା।